ए बयसरे पाखरे पुଅ ରହିବା ଭଲ। ତମେ କେତେ ଦିନ ଏମିତି ବାହାରେ ଖଟିକି ପଇସା ପଠଉଥିବ ଆଉ ଖାଇବି ଗାଁରେ ଏମିତି ବୁଲୁଥିବି। ତମେ ଜାଣିଛ କଥା ଗାଁରେ ମତେ ଯିଏ ଦେଖୁଛି ଉଣ୍ଡା ବେବୁଲିଆ ବୋଲି କହୁଛି। ତମେ ବାହାରକୁ ଗଲେ ତମ ହାତ ଧରି ତମକୁ ବାହାରକୁ ନେଇଯିବି। ଆଉ ଟିକେ ବୟସ ହେଇଗଲେ ଗାଧେଇ ଦେବି ଖୁଆଇ ଦେବି ସବୁଠୁ ସବୁ କାମ କରିବି। କିନ୍ତୁ ମୁଁ ସତ କହୁଛି ବାପା ତମେ ଯଦି ଆମ ସହିତ ଘରକୁ ନ ଯିବ ନା ମୁଁ କୁଆଡେ ଯିବିନି। ଦିନ ରାତି ଏଇ ଘରେ ଚାକର ଭଳିଆ ପଡିଥିବି ତମ ସେବା କରୁଥିବି କିନ୍ତୁ ଏ ଘରୁ ସେଇ କୁଆଡେ ଯିବିନି। ମୁଁ ଠିକଣା ରାଖିଏ ଏଇ ଯେହେତୁ ଶୀଘ୍ର ପାରୁଛ ପଳେଇ ଯା ପଳେଇ ଯା। ବାବୁଙ୍କ ଘର ତାଙ୍କର ଚାଷବାସ ବେପାର ବାଣିଜ୍ୟ ଫାର୍ମ ହାଉସ୍ ସେମିତି କେତେ କଣ ଅଛି। ଏ ସବୁ କିଛିର ଦାୟିତ୍ୱ ମୋ ଉପରେ କହିବାକୁ ଗଲେ ଏକ ପ୍ରକାର ମୁଁ ଏ ଘରର ମୁରବୀ। କିନ୍ତୁ ବାବା ତମେ ଘରର ମୁରବୀ କେମିତି ହେଲ? ଚାକିରି କରୁଛି ତାଙ୍କ ବୁଢା ବାପା ମୋ ହାତରେ ହାତ ସତେଇ ଗୋଟେ ପୁଅ କରିଥିଲେ। ତାଙ୍କ ବାପାଙ୍କୁ ଡାଡିବ ଡାକନ୍ତି ମତେ ସତରେ ବାପାକୁ ଡାକନ୍ତି। ଭାରି ସଂସ୍କାରୀ ପିଲା ଏମିତି ଚାକର ବାକର ମାନଙ୍କୁ ଚିନ୍ତା କରୁ। କିନ୍ତୁ ବାପା ସେଇ କାଗଜ ଫଟୋ ଦେଖି ତମକୁ ତାପରେ ସ୍ତ୍ରୀ ଲୋକ सी जहाँ विश्वास करती फोटो उठे साइकेल करती से फोटो गोटा कौन के टंगा साक्षात देवी प्रतिमा सामना देखले भक्ति मुंड हो जाए। देख तुम्हें गाँव को फेरी जाओ। अरे ये मास छुट्टी नहीं घर को जी 2-4 दिन घर रही बेसी किसी भाभी पागल होनी मत भी पागल करो। बाबा 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 कौन फाइनल कले नहीं मना कर दिली किंतु बाबा मोर 2 जन लोक निहाती दरकार। अरे बाबा एमाने किए एमान चरित्र कौन किसी न बुझे मन चाकरी दबाटा ठीक होनी ठीक अछि मु खोजे भल